ଶାଗୁଆ ଶାଗୁଆ ଗଛ ହେଉ କି ଧଳା ରଙ୍ଗର ସାର୍ଟ ପ୍ୟାଣ୍ଟ ହେଉ ଏମିତିକି କୋଇଲା ମଧ୍ୟ କଳାଟା ଦୁନିଆ ଜାଣିଥିବା ଗଣେଶ ପୂଜା ପ୍ରସିଦ୍ଧ ସ୍ଥାନ କହିଲେ ରାଜବାଟୀ। ଶେଷରେ ମା ହିଙ୍ଗୁଳାଙ୍କ କରୁଣା ସଦୃଶ ଆଶୀର୍ବାଦ। ଆମର କଳାହିରାର ସହର ଯେ ଇଂରାଜୀରେ ସିଟି ଅଫ୍ ବ୍ଲାକ୍ ଡାଇମଣ୍ଡ ଯେ। ଆରେ ଅନୁଗୁଳ ଜିଲ୍ଲାର 8ଟା ବ୍ଲକ ମଧ୍ୟରୁ ଗୋଟେ ବ୍ଲକ ତାଳଚେରକୁ ଆପଣମାନଙ୍କୁ ନମସ୍କାର। ମୁଣ୍ଡି ବାହାରିଛନି ବାବା ରେ ତୁ ବି ଗୋଟେ କଥା ମନେ ରଖ। ତାଳଚେର ସହରରେ ପୁଅ ହସିଲେ ରସ ବଳି ରାଗିଲେ ବନ୍ଧୁକ ଗୁଳି ବୁଝିଲୁ। ପ୍ରଚୁର ପରିମାଣର କୋଇଲା ଏଠାରେ ମିଳୁଥିବାରୁ ଏହାକୁ କଳାହୀରାର ସହର ଇଂରାଜୀରେ ସିଟି ଅଫ୍ ବ୍ଲାକ୍ ଡାଇମଣ୍ଡ କୁହାଯାଏ। ଷୋଡ଼ଶ ଶତାବ୍ଦୀରେ ମହାରାଜା ପଦ୍ମନାଭ ବୀରବର ହରିଚନ୍ଦନ ଏହି ସ୍ଥାନର ନାମ ତାଳଚେର ମା ତାଳେଶ୍ୱରୀ ଭଗବାନଙ୍କ ନାମରେ ରଖିଥିଲେ। ବାସ୍ତବରେ ଏହାର ନାମ ଭୀମନଗରୀ ଥିଲା ଏବଂ କଥାରେ ଅଛି ଯେ 1548 ମସିହାରେ ପଞ୍ଚୁ ପାଣ୍ଡବଙ୍କ ଭିତରୁ ମହାବଳୀ ଭୀମଙ୍କ ନାମରେ ଏହାର ନାମ ଭୀମନଗରୀ ରଖାଯାଇଥିଲା। ତାଳଚେରର ପ୍ରଥମ ରାଜା ନରହରି ସିଂ ଓଡ଼ିଶାର ଗଜପତି ପରିବାରର ସଦସ୍ୟଙ୍କ ଦ୍ୱାରା ଆଜିର ତାଳଚେର କିମ୍ବା ସେବେର ଭୀମନଗରୀ ପ୍ରତିଷ୍ଠିତ ହୋଇଥିଲା। ଆଜିର ତାଳଚେର ଆଉ ସେତେବେଳର ଭୀମନଗରୀ ଭିତରେ ଆକାଶ ପାତାଳ ଫରକ। ସେତେବେଳର ଭୀମନଗରୀ ଥିଲା କୃଷି ବହୁଳ ସ୍ଥାନ ଯେଉଁଠି ଲୋକ ମୁଣ୍ଡ ଝାଳ ତୁଣ୍ଡରେ ମାରି ବଞ୍ଚୁଥିଲେ। ମୁଣ୍ଡ ଝାଳ ତୁଣ୍ଡେ ମାରି ଭୁଲି ନିଜ ସୁଖ ସିରି। ଆଉ ଏବେର ତାଳଚେର ହେଉଛି କଳାହୀରାର ସହର ଯେଉଁଠି ଲୋକମାନଙ୍କର ମୁଣ୍ଡରେ ଝାଳ ନାହିଁ କିମ୍ବା ତୁଣ୍ଡରେ ପଖାଳ ନାହିଁ, ମାନେ କୋଟି କୁଟାକି ନାଥେ କୋଡ଼ିଏ। ଜୟ ଜଗନ୍ନାଥ ଭାଇ ମୋହନ ଟକା ଲବ ଚକା କଣ କରିବେ ଗମଡ ଦେଖ ସାମାନ ଅଲ ଏଣ୍ଟର ଘାଟି ଟିକେ ନରସି ଭାଇ ଜାଗୁଆର ପାର କଣ ଗମଡ ଦେଖ ସାମାନ ତମେ ଡୁପ୍ଲିକେଟ ଭାଇ ଦରମା ପାଉଛ 1,20,000 ଟଙ୍କା ଦରମା ଗୋଟେ ଜଣେ 1,20,000 ପାଉଛ ଦରମା କୋଟି କୁଟା ନା 8 ବର୍ଷ ପାଇ ଭାଇ 2 ଲକ୍ଷ ଟଙ୍କା 15 ଲକ୍ଷ ଟଙ୍କା କାର ଅଛି ସୁନାଗଣା ଅଛି ଟଙ୍କା ପଇସା ଅଛି ମର୍ଦ୍ଦ ଲୋକ ମୁଁ ସେଟିଲ ପାର ବୁଲେଟ ଦିଟା କଣ ଗମଡ ଦେଖୁଛୁ ଅଲ ଏଣ୍ଟର ଘାଟୁଛି କିଏ ନରସି ଭାଇ ଜାଗୁଆର ପାର ଗମଡ ଦେଖ ସାମାନ ତମେ ଡୁପ୍ଲିକେଟ। ଲୋକମାନେ କହୁଛି ଭିଡିଓ ଭାଇ କରୁନି ଆଉ ଭିଡିଓ ପକଉନି ଡରି ନା ଆରେ ଭାଇ ମୁଁ କାହାକୁ ଡରେନି ମୁଁ ପୁରା ବାଘ। ଓଡ଼ିଶା ରାଜ୍ୟ ସର୍ବାଧିକ ଖଣିଜ ପଦାର୍ଥ ଉପସ୍ଥିତ ଥିବା ରାଜ୍ୟ ଯେଉଁଠାରେ ମାଇନିଂ ଇଣ୍ଡଷ୍ଟ୍ରି ହେଉଛି राज्यर विकास। अपनी उड़ीसा की भूमि में इतना खजाना पड़ा है, इतना खनिज पड़ा है कि उड़ीसा पूरे हिंदुस्तान का पेट पाल सके। विभिन्न प्रकार खनिज पदार्थ मध्यरु कोयला होची गुरुत्वपूर्ण। तालचेर बा कଳାହିରାର सहर जहाँ निजर कोयला ପାଇଁ प्रसिद्ध 1800 स्क्वायर किलोमीटर एरिया रे विस्तृत अनुगुल जिले में तालचेर निजर कोयला नेबा आनिबा करिया ପାଇଁ व्यवहार करे कटक संबलपुर रेलवे लाइन जहाँ हावड़ा चेन्नई एवं हावड़ा मुंबई सह जड़ित एवं जलमार्ग कथा कहले पारादीप बंदर जहाँ मात्र 142 किलोमीटर दूर यही सहर ठार। तेबे संदेह आसे कि केबे एही सहर रे कोयला प्रथम थर ପାଇଁ मिलिथिला। ब्लांडफोर्ड ब्रदर्स को द्वारा 1837 मसीह यही सहर में प्रथम थर पर कोयला मिलता एवं 1875 मसीह गोपाल प्रसाद एरिया सरकार द्वारा 80 टन कोयला खोला होता। इंडियन ब्यूरो ऑफ माइंस IBM एवं नेशनल कोल डेवलप्ड कॉर्पोरेशन NCDC द्वारा कोयलार संधान तालचेर सहर में परवर्ती समय जारी रही।
ବିଭିନ୍ନ ପ୍ରକାର ମାଇନ୍ସ ମଧ୍ୟରୁ ସାଉଥ ବଲଣ୍ଡାର କୋଇଲାକୁ ତାଳଚେର ପାୱାର ଷ୍ଟେସନକୁ ଆରମ୍ଭରେ ପଠାଯାଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସାଉଥ ବଲଣ୍ଡାର କୋଇଲା ଏବଂ ନନ୍ଦିରାର କୋଇଲାକୁ ମିଶାଇ FCI ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ବା କୋଇଲା ଉପରେ ନିର୍ଭର ଏକ ଫର୍ଟିଲାଇଜର ପ୍ଲାଣ୍ଟକୁ ପଠାଗଲା ଏବଂ ତାଳଚେର ଥର୍ମାଲ ପାୱାର ଷ୍ଟେସନ ପାଇଁ ଅଲ୍ଟରନେଟିଭ ହିସାବରେ ଜଗନ୍ନାଥ ଓପନ କାଷ୍ଟ ପ୍ରୋଜେକ୍ଟ ତିଆରି କରାଯାଇଥିଲା। ଏହିପରି ଭାବେ ତାଳଚେର ପାୱାର ଷ୍ଟେସନ ନାଲକୋ ପାଇଁ ଭରତପୁର OCP 1985 ମସିହାରେ, NTPC ଯାହା କଣିହାରେ ଅବସ୍ଥିତ ତା ପାଇଁ ଲିଙ୍ଗରାଜ OCP 1991 ମସିହାରେ, ମଡର୍ଣ୍ଣ ସୋସାଇଟିରେ କୋଇଲାର ଡିମାଣ୍ଡ ଦିନକୁ ଦିନ ପରବର୍ତ୍ତୀ ସମୟରେ ବଢ଼ିବାରେ ଲାଗିଗଲା ଏବଂ ଅଧିକାରୁ ଅଧିକା ସପ୍ଲାଏ କରିବା ପାଇଁ ଛେଣ୍ଡିପଦା OCP, ହିଙ୍ଗୁଳା OCP, ଭୁବନେଶ୍ୱରୀ OCP, ବଳରାମ OCP, ଅନନ୍ତା OCP ନାମରେ ବିଭିନ୍ନ ପ୍ରକାରର ମାଇନ୍ସ ତାଳଚେର ସହରରେ MCL ଦ୍ୱାରା ଖୋଲିବାରେ ଲାଗିଗଲା ଏବଂ ଦିନକୁ ଦିନ ଏହିପରି ଭାବେ ତାଳଚେର ସହର କୋଇଲା ଉପରେ ନିର୍ଭର କରି ବଞ୍ଚିବାରେ ମଧ୍ୟ ଲାଗିଯାଇଥିଲା। ଆଉ ସେ ବି ଲୋକମାନଙ୍କର ଘର, ବିଲ୍ଡିଂସ୍ ଏବଂ 100 ଏକରରୁ ଅଧିକା ଜଙ୍ଗଲ ଏବଂ ପାହାଡ଼କୁ ନଷ୍ଟ କରିକି ଆଜିର ସମୟରେ ତାଳଚେର ସହରର କିଛି ଜାଗା ଭୁଷୁଡ଼ିବାରେ ମଧ୍ୟ ଲାଗିଗଲାଣି। अंडरग्राउंड माइनिंग ପାଇଁ ଜମିରେ ଭୂସ୍ଖଳନ କାରଣ କଣ୍ଟ୍ରାକ୍ଟର ମାନେ କୋଇଲା ନେଲା ପରେ ବାଲି ସେ ଜାଗାରେ ଭର୍ତ୍ତି ଏକ କରୁନାହାନ୍ତି ବଡ଼ ଶବ୍ଦ ହେବା ସହ ଏବଂ ତାଳଚେର ରାସ୍ତାରେ କେଉଁଠି କୂଅ ଥିଲାବେଳେ କେଉଁଠି ମହାନଦୀ, ତା ଉପରେ ପୁଣି ରାସ୍ତା ଜାମ୍ ପଛ ପାଖରେ ରହିଥିବା ଏବଂ ସେ ଲାଇନରେ ଠିଆ ହୋଇଥିବା ପ୍ରତ୍ୟେକଟି ଟ୍ରକ୍ ଆପଣମାନଙ୍କୁ କହୁଥିବ ତୁ ନ ଫେରିଲେ ଜମର। ତାଳଚେର ସହର, ଏହି ସହରର ସାଧାରଣ ଲୋକ କୋଇଲାର ବ୍ୟବହାର ଅତ୍ୟଧିକ କରନ୍ତି ଏବଂ ସେ କୋଇଲା ଚୁରେଇକି ଅଣାଯାଇଥିବା କୋଇଲା ମଧ୍ୟ ହୋଇପାରେ। ଯଦି ଆପଣ କେବେ ତାଳଚେର ଆସିବେ ତେବେ ସାଇକେଲରେ କୋଇଲା ଚୁରେଇବାର ପ୍ରମାଣ ଆପଣ ପାଇପାରିବେ। କଥାରେ ଅଛି, ଜନ୍ମରୁ ମରିବା ପର୍ଯ୍ୟନ୍ତ ସାଧାରଣ ଲୋକଟିଏ କୋଇଲା ଉପରେ ନିର୍ଭର କରେ, ଏମିତିକି ମଲା ପରେ ମଧ୍ୟ କୋଇଲା ଉପରେ ହିଁ ତାର ଶବକୁ ପୋଡ଼ାଯାଏ। ସମୟ ହାତରେ ଡୋରି ହୋ, ସମୟ ହାତରେ ଡୋରି। 100 କଥାର ଗୋଟିଏ କଥା, ଏତେ ସୁଖ ସୁବିଧାରେ ରହୁଥିବା ତାଳଚେର ନଗରରେ ମଧ୍ୟ ରହି ଆସିଛି କିଛି ଦାଗ, ଯେପରିକି ବିଷ ହିସାବରେ କୋଇଲା ଗୁଣ୍ଡ, अरे मैं तो पूरा काला हो गया यार। तो तू जब इधर आया था तो कौन सा गोरा था? ଭଙ୍ଗା ହୃଦୟ ହିସାବରେ ତାଳଚେରର ଭଙ୍ଗା ରାସ୍ତା, ଯାହାକି ଏନ୍ଟିପିସି ର ଗୁଡି ବନ୍ଧ ମାତ୍ର 20 କିଲୋମିଟର, କିନ୍ତୁ ଯିବାକୁ ଲାଗେ ପୁରା 3 ଘଣ୍ଟା ସମୟ, କାହିଁକି ନା ରାସ୍ତାର ଦୁଇ ପଟ ସାଇଡରେ ଛିଡା ହେଉଛି MCL ର କୋଇଲା ବୁଝେଇ ଆଉ ଆଗରୁ ପଛରୁ ସବୁବେଳେ ଚାଲୁଛନ୍ତି ଏଠି ଏନ୍ଟିପିସି ପ୍ଲାଣ୍ଟ ର। ଆଉ ସାଧାରଣ ଲୋକ ଯିବା ପାଇଁ ଏଠି ରାସ୍ତା ହିଁ ନାହିଁ, ଆଉ ଏତେ ଡଷ୍ଟ ଏଠି ଉଡୁଛି ଆପଣ ଯାଇ ବି ପାରିବେ, ସେଥିରେ ପୁଣି ରାସ୍ତାର ଅବସ୍ଥା କିଛି ଏମିତି। ଭଗବାନଙ୍କ ଆଶୀର୍ବାଦ ହିସାବରେ କୋଇଲା ପାଣି। ଏସବୁ ଶୁଣିଲା ପରେ ଯଦି ଆପଣ ଭାବୁଛନ୍ତି ତାଳଚେର ଗୋଟେ ଖରାପ ଜାଗା ବଞ୍ଚିବା ପାଇଁ, ତାହେଲେ ଆପଣ ଭୁଲ ଭାବୁଛନ୍ତି। କାରଣ ବିନା ଦାଗରେ ଜହ୍ନ କାହିଁ? ଜହ୍ନମାମୁ ଏତେ ସୁନ୍ଦର, ତାପରେ ବି ତାଙ୍କ ଦିଗରେ ଦାଗ ଅଛି। ଆଉ ତାଳଚେରର ଲୋକ ତ ବାସ୍ हेरा पट्टी चामुई खाटी अनुगुड़िया राहों पे तेरी मैं जाऊं बिखर, अगर साथ मेरे तू है हम सफर। ମା ହିଙ୍ଗୁଳା ମନ୍ଦିର ତାଳଚେର ପାଖ ଗୋପାଳ ପ୍ରସାଦ ଠାରେ ଅବସ୍ଥିତ। କଥାରେ ଅଛି 364 ଦିନ ଶ୍ରୀକ୍ଷେତ୍ରରେ ଦାହ ଶକ୍ତି ରୂପେ ମହାପ୍ରସାଦ ସେବା ଯୋଗାଉଥିବା ମହାଶକ୍ତି ମା ହିଙ୍ଗୁଳା ବର୍ଷକରେ ଗୋଟିଏ ଦିନ ଆବିର୍ଭାବ ହୁଅନ୍ତି ଗୋପାଳ ପ୍ରସାଦ ମାଟିରେ ଏବଂ ଏହି ଦିନଟି ହିଙ୍ଗୁଳା ଯାତ୍ରା ନାମରେ ପରିଚିତ। अग्नि पाताल अग्नि रक्षक अग्नि रण अग्नि। ଅଖଣ୍ଡ ଭାରତ ଥିଲାବେଳେ ପାକିସ୍ତାନର କରାଚି ସହରରେ ଥିଲେ ମା ହିଙ୍ଗୁଳା। ବିଦର୍ଭର ରାଜା ନଳ କରାଚିର ନବାବଙ୍କୁ ନିବେଦନ ପରେ ମା ହିଙ୍ଗୁଳା ବିଦର୍ଭରେ ସ୍ଥାପିତ ହୋଇଥିଲେ। ବିଦର୍ଭ କହିଲେ ଆଜିର ଛତିଶଗଡ଼କୁ ବୁଝାଏ। କଥାରେ ଅଛି, ଯେତେ ଦେଉଥିବୁ ସେତେ ଖାଉଥିବି, ନ ଶୁଖିବ ତୋର ଭାତ, ଲୋକେ କହୁଥିବେ ଖାଇବା ଠାକୁର, ନୀଳାଚଳେ ଜଗନ୍ନାଥ।
ସେତେବେଳେ 56 ଭୋଗ 60 ପଉଟି ପ୍ରସାଦ ପ୍ରସ୍ତୁତି ଥିଲା ଏକ ଚିନ୍ତାର ବିଷୟ, କାରଣ ଏତେ ପରିମାଣର ପ୍ରସାଦ ପାଇଁ ଦରକାର ଥିଲା ପ୍ରଚୁର ପରିମାଣର ଅଗ୍ନି। ମହାପ୍ରଭୁ ଜଗନ୍ନାଥ ଗଜପତିଙ୍କୁ କହିଲେ ସ୍ୱପ୍ନରେ, ଏତେ ପ୍ରସାଦ ପାଇଁ ଦରକାର ଦାହ ଶକ୍ତି ବା ଅଗ୍ନି ଅଥବା ମା ହିଙ୍ଗୁଳା। ଗଜପତି ବିଳମ୍ବ ନ କରି ନଳରାଜାଙ୍କୁ ବିନୀତ କରିଥିଲେ କି କୋଟି ଓଡ଼ିଆର ମୌଡ଼ମଣି କୋଟି କୈବଲ୍ୟନାଥ ମହାପ୍ରଭୁ ଜଗନ୍ନାଥଙ୍କ 60 ପଉଟି ପାଇଁ ମା ହିଙ୍ଗୁଳାକୁ ମୋତେ ଦାନ କରନ୍ତୁ। ଏବଂ ନଳରାଜା ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ଛତିଶଗଡ଼ ପରେ ସମ୍ବଲପୁର ଏବଂ ତାଳଚେରର ଗୋପାଳ ପ୍ରସାଦ ଠାରେ ମା ହିଙ୍ଗୁଳା ଟିକେ ସମୟ ରହିଯାଇଥିଲେ। କଥାରେ ଅଛି ଯେ ଗଜପତି ଏତେ ବାଟରୁ ଆସିଲା ବେଳେ ବିଶ୍ରାମ କରିବା ହେତୁ କିଛି ସମୟ ପାଇଁ ସେଠାରେ ଅଟକି ଯାଇଥିଲେ ବା ଗୋପାଳ ପ୍ରସାଦ ଠାରେ, ଏବଂ ପରେ ଜାଣିଲେ କି ମା ଆଉ ନାହାନ୍ତି ତାଙ୍କ ପାଖରେ। ମାଙ୍କୁ ସ୍ମରଣ କଲା ପରେ ମା କହିଲେ 364 ଦିନ ଶ୍ରୀକ୍ଷେତ୍ରରେ ଏବଂ ଚୈତ୍ର ଚତୁର୍ଦ୍ଦଶୀରେ ସ୍ୱୟଂ ଆବାହିତ ହେବି ଗୋପାଳ ପ୍ରସାଦଠାରେ, ଏବଂ ଏହି ଦିନକୁ ଆମେ ହିଙ୍ଗୁଳା ଯାତ୍ରା ରୂପରେ ପାଳନ କରି ଆସିଛେ। ଦେଖ ଦେଖ ରେ ଭିଡ଼ ଆଜି ମା ପୀଠରେ, ଦେଖ ଦେଖ ରେ ଭିଡ଼ ଆଜି ମା ପୀଠରେ। ପ୍ରଚୁର ପରିମାଣର କୋଇଲା ମା ହିଙ୍ଗୁଳାଙ୍କ ପରେ ମଧ୍ୟ ତାଳଚେର ସହର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବିଶ୍ୱ ପ୍ରସିଦ୍ଧ ଗଣେଶ ପୂଜା ପାଇଁ। ଏହି ପୂଜା ତାଳଚେର କୋଇଲା ସହରକୁ ବିଷମୁକ୍ତ କରିବା ସହ ସଜେଇ ଦେଇଥାଏ ଜକମକିଆ ଲାଇଟ୍ସ ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନଙ୍କ ଗହଳିରେ। तेरे सारे रंग ओढ़ के रंग ओढ़ के तेरा हुआ मैं सबको छोड़ के इश्क ही करना नाप तोल के राज खोल के आया हूँ मैं सबको बोल के ନିଜର ୟୁନିକ୍ ଷ୍ଟାଇଲ୍ ପାଇଁ ମୁମ୍ବାଇ, ପୁନେ ପରି ସହର ଗଣେଶ ପୂଜା ପାଇଁ ପ୍ରସିଦ୍ଧ। ସେହିପରି 40 କିଲୋରୁ ବଡ଼ ଲଡୁ ପାଇଁ ମଧ୍ୟ ତାଳଚେର ସହର ନିଜର ରେକର୍ଡ ସୃଷ୍ଟି କରିପାରିଛି। ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଲଡୁର ବିକ୍ରି 20 ଲକ୍ଷରୁ ଅଧିକା ମଧ୍ୟ ହୋଇଥାଏ। प्राणपरायण दीक्षा पर्व